କାହାର ଖରାପ ସମୟ ଆସିଲେ ତାକୁ ଆଘାତ ଦିଅନି, ପାରୁଛ ଯଦି ତାକୁ ସାହାଯ୍ୟ କର, କାରଣ ଖରାପ ସମୟଟା ତୁମର ବି ଦିନେ ଆସିପାରେ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁନ ମାସ 22 ତାରିଖ, ଓଡ଼ିଆ ଆଷାଢ଼ ମାସ 8 ଦିନ, ରବିବାର, କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି, ଯାହା ରାତ୍ରି 9:27 ପର୍ଯ୍ୟନ୍ତ ରହୁଛି। ତାପରେ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି। ଆଜି ଦୁଜା ନକ୍ଷତ୍ର, ଯାହା ଦିବା 1:56 ପର୍ଯ୍ୟନ୍ତ ରହୁଛି। ତାପରେ କୃତିକା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମେଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 7:32 ପର୍ଯ୍ୟନ୍ତ। ତାପରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:10 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:22। ଆଜି ଯାହାକି ଯୁଗ୍ନି ରହିଛି ନୈଋତ୍ୟ କୋଣେ ରାତ୍ରି 9:27 ପରେ, ଯୁଗ୍ନି ଦକ୍ଷିଣ କୋଣେ ରହୁଛି। ଆଜି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର, ଆଜି ଯାହା ରାତ୍ରି 7:32 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ବିଛା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ ଦିବା 1:56 ପରେ ପୁଣି 3 ପାଦ ପୁଷ୍କର ଦୋଷ, ଯାହା ରାତ୍ରି 9:27 ପରେ ପୁଣି 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ହାନି, କୃଷି ସନ୍ତାନ ହାନି ଏବଂ ବଂଶ ହାନି। ଆଜି ନିଷିଦ୍ଧ ଖାଦ୍ୟ ରହିଛି ପୁଇ, ତତ୍ସହିତ ବାଇଗଣ ନିଷେଧ ରହିଛି। ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ମଧ୍ୟ ଭୋଜନ ନିଷେଧ ରହିଛି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ। ଅଦ୍ୟ ଯେଉଁମାନେ ପୂର୍ବରୁ ଏକାଦଶୀ କରିଥିବେ ସେମାନେ ପ୍ରାପ୍ତରେ ଏକାଦଶୀ ପାରାୟଣ କରିବେ। ଆଜିର ଶୁଭ କାର୍ଯ୍ୟ ଗୁଡ଼ିକ ରହିଛି, ଯାହାକି ଆପଣ କ୍ରିୟ ବାଣିଜ୍ୟ କରିପାରିବେ, ଆରୋଗ୍ୟ ସ୍ନାନ କରିପାରିବେ, ତତ୍ସହିତ ଧାନ ଛେଦନ ମଧ୍ୟ ଆଜି କରିପାରିବେ। ଆଜିର ଶୁଭ ବାର୍ତ୍ତା, ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରୁଛନ୍ତି, ତେବେ ଯାତ୍ରା ସମୟରେ ଚରୁଥିବା ଗାଈଟିଏ ଯଦି ମୁଣ୍ଡ ଉଠାଇ ଆପଣଙ୍କୁ ଚାହିଁଲା, ତେବେ ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଇଛନ୍ତି ସେ କାର୍ଯ୍ୟ ନିଶ୍ଚିତ ସଫଳ ହେବ। ଆଜିର ଅଶୁଭ ବେଳା, ଯାହା ଦିବା 4:48 ସନ୍ଧ୍ୟା 6:28 ମଧ୍ୟ ରହିଛି ରାହୁକାଳ ଯୁଗ। ସେହିଭଳି ଦିବା 9:11 ଦିବା 1:28 ମଧ୍ୟ ରହିଛି ବାରବେଳା ଏବଂ କାଳବେଳା। ତେଣୁ ବାରବେଳା, କାଳବେଳା ତତ୍ସହିତ ରାହୁକାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 6:53 ଦିବା 9:10 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:29 ଦିବା 2:49 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 7:47 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜର ଭାଗ୍ୟ ପୂର୍ଣ୍ଣ ସଫଳତା ଯୁଗ ରହିଛି। ନିଜର କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ସାଥ ଦେଉଛି, ଯାହାକି ସମସ୍ତ କାର୍ଯ୍ୟ ଆଜି ଅତି ଅଳ୍ପ ସମୟରେ ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିଛି। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି, ଆପଣଙ୍କର ଭାଗ୍ୟ ନିଶ୍ଚିତ ଶୁଭଯୁଗ ସ୍ଥିତିରେ ଥିବାରୁ ଆପଣ ସମସ୍ତ କାର୍ଯ୍ୟ ନିଶ୍ଚିତ ସୁରୁଖୁରୁରେ କରିବା ସହିତ ଆଗକୁ ବଢିବେ ନିଜ ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକ। ତତ୍ସହିତ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଭାଗ୍ୟ ସାଥ ଦେବ। ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ
ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ରହିଛି, ଯାହାକି ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଅନେକ ଯୁଗ ବନଉଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ ସହିତ ବହୁତ ଆନନ୍ଦିତ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଆଜି ମେଷ ରାଶି ବ୍ୟକ୍ତି ପାରିବାରିକ କ୍ଷେତ୍ରରୁ ଦେଖିଲେ ଆପଣ ଭଲ ସମ୍ପର୍କ ରହିବ। କୌଣସି ପରିବାର ବର୍ଗଙ୍କ ସହିତ ଆପଣଙ୍କର ମନମାଳିନ ହେବ ନାହିଁ, ଯାହାକି ସମସ୍ତ ସହିତ ଭଲ ସମ୍ପର୍କ ରହି ଦିନଟି ଅତି ସୁଖମୟରେ କଟିବ। ତେବେ ମେଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି କିଛି ସ୍ୱାସ୍ଥ୍ୟ ହାନି ଯୁଗ ରହୁଛି, କାରଣ ଆପଣଙ୍କର ଘାତ ଚନ୍ଦ୍ର ଯୁକ୍ତ ରହୁଥିବାରୁ, ଯାହାକି ରାତ୍ରି 8:13 ପର୍ଯ୍ୟନ୍ତ ରହୁଛି। ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ଖରାପ ହବାର ଅନେକ ଚାନ୍ସ ରହୁଛି। ତେଣୁ ଧ୍ୟାନ ଦିଅନ୍ତୁ, ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଛୋଟ ମୋଟ କିଛି ଦୁର୍ଘଟଣା ଜନିତ କିଛି ସମସ୍ୟା ଆପଣଙ୍କୁ ସାମ୍ନା କରିବାକୁ ପଡିବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ରାଜସମ୍ମାନ ପ୍ରାପ୍ତର ଯୁଗ ରହିଛି। ଆଜି ବିଳାସମୟ ପ୍ରିୟରେ କାର୍ଯ୍ୟ କରିବେ। ମଧୁର କଥାବାର୍ତ୍ତା ଯୋଗୁଁ ଆପଣଙ୍କର ସମସ୍ତ ମନ ଜିଣି ନିଜର କାର୍ଯ୍ୟ ସଫଳତମ କରିବାର ଅନେକ ଯୁଗ ବନଉଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତି ଭାଗ୍ୟ ସାଥ ଦେବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ନିଶ୍ଚିତ ଉତ୍ସାହିତ ସହକାରେ କରିବେ ଏବଂ ଆନନ୍ଦ ଅନୁଭବ କରିବା ସହିତ ନିଜର ଚାକିରି ସମ୍ବନ୍ଧ କାର୍ଯ୍ୟ କୌଶଳ ଦେଖି ସମସ୍ତେ ପ୍ରଶଂସା କରିବେ ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ଆଜି ପାରିବାରିକ ସମ୍ପର୍କ ଭଲ ରହିବ। କୌଣସି ଆପଣଙ୍କର ପାରିବାରିକ ସମସ୍ୟା ଆଜି ରହି ନପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଆପଣଙ୍କର ଚାକିରି ସମ୍ବନ୍ଧରେ ଇଣ୍ଟରଭ୍ୟୁ ଥିଲେ କୃତକାର୍ଯ୍ୟ କରିବାର ସଫଳତା ଯୁଗ ବନେଇ ପାରେ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଅନେକ ଚାନ୍ସ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ବ୍ୟବସାୟରେ ଆଜି ବୃଷ ରାଶି ବ୍ୟକ୍ତି ନିଶ୍ଚିତ ଲାଭ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ଯାହାକି ରହିଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ସଫଳ ରହିବା ସହିତ ନିଜର ଚାକିରି ସମ୍ବନ୍ଧରେ ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ଦେଉଥିବାରୁ ନିଜର କାର୍ଯ୍ୟ ଗୁଡ଼ିକୁ ଅନେକ ସଫଳ କରିବା ସହିତ ଅତି କ୍ଷଣ ସମୟରେ ପୂର୍ଣ୍ଣ କରିବାର ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସୁଯୋଗ ଦଉଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ନିଜର ଯାହାକି ପାଠ ପଢା ପଢି ଭଲ ସୁଯୋଗ ରହୁଛି। ତତ୍ସହିତ ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର କିଛି ମାତ୍ରାରେ ବାଧା ସୃଷ୍ଟି କରିପାରେ, ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଆଜି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ସୁଖ ଆନନ୍ଦ ଅନୁଭବ କରିପାରନ୍ତି। ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ଆନନ୍ଦ ଯୁକ୍ତ ରହିବା ସହିତ ନିଜର ପାରିବାରିକ ସମସ୍ତ ମିଳିମିଶି ଦିନଟି କଟିବାର ଭଲ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ବ୍ୟବସାୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ବ୍ୟବସାୟରେ ବିଶ୍ରାମ ନେବା ଉତ୍ତମ ହୋଇପାରେ। ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3 ଏବଂ ଭାଗ୍ୟ ରଙ୍ଗ ରହୁଛି ଆପଣ ଭଗବା ରଙ୍ଗର ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ମାନସିକ କ୍ଷେତ୍ରରେ ଆପଣ ଟିକେ ଚାପ ରହିପାରେ ଏବଂ କାର୍ଯ୍ୟରେ ଅନେକ ପ୍ରକାର ଭୁଲ ହବାର ଚାନ୍ସ ରହୁଛି। ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ,
ଯାହାକୁ ସାମ୍ନା କରିବା ଆପଣଙ୍କୁ ଭାରି କଷ୍ଟକର ହୋଇପାରେ। ତେଣୁ କର୍କଟ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ସାବଧାନ ସହକାରେ କରନ୍ତୁ। କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ନିଶ୍ଚିତ ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ବିରୁଦ୍ଧ ଆବାସ ଆସିବ ବା ନିଜ ଭିତରେ ଯୁକ୍ତିତର୍କ ଅନେକ ପ୍ରକାର ସମସ୍ୟା ଆସିବ। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ସମ୍ପର୍କ ଆପଣଙ୍କ ପାଇଁ ଆଦୌ ଭଲ ସମୟ ନୁହେଁ। ନିଜ ଭିତରେ ମତ ପାର୍ଥକ୍ୟ ଦେଖାଦେବ। ତେଣୁ ଆଜି ପ୍ରେମ ଯୋଉମାନେ କରୁଛନ୍ତି ଟିକେ ଦୂରତା ଅବଲମ୍ବନ କରନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ପାରିବାରିକ ଦୃଷ୍ଟିରୁ ଦେଖିଲେ କର୍କଟ ରାଶି ବ୍ୟକ୍ତିଙ୍କର ଆଜି କଳହ ପ୍ରିୟ ଯୁକ୍ତ ରହୁଛି। ବିଶେଷ କରି ସ୍ତ୍ରୀ ସମ୍ବନ୍ଧ ଆପଣଙ୍କର ଭଲ ରହିବ ନାହିଁ। ତେଣୁ ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଆପଣ ସାମାନ୍ୟତମ ବିଫଳତା ସାମ୍ନା କରିବାକୁ ପଡିବ। ତେଣୁ ନିଶ୍ଚିତ ସଚେତନ ସହକାରେ ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢିପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ ନୀଳ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଅନେକ ପ୍ରକାର ପ୍ରୋବ୍ଲେମ ଆସିପାରେ, ଯାହାକି ଅନେକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟହାନି ଯୁଗ ରହୁଛି। ତତ୍ସହିତ ମାନସିକ ଚାପ ବଢିବ। ନିଜର କର୍ମକ୍ଷେତ୍ରରେ କେତେକାଂଶର ଅସ୍ଥିରତା ରହିବ। ତେଣୁ ଧ୍ୟାନ ପୂର୍ବକ ସିଂହ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ ଏବଂ କାର୍ଯ୍ୟର ସଫଳତା ଆଡକୁ ଅଗ୍ରଗତି କରନ୍ତୁ। ଚାକିରି ସମ୍ବନ୍ଧରେ ଆପଣଙ୍କର କାର୍ଯ୍ୟ ଚାପ ବଢିବ ଏବଂ କାର୍ଯ୍ୟରେ ଅନେକ ଚାପ ଯୋଗୁଁ ଆପଣ ବ୍ୟତିବ୍ୟସ୍ତ ହୋଇପାରନ୍ତି ସିଂହ ରାଶି ବ୍ୟକ୍ତି। ତେଣୁ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଟିକେ ରେଷ୍ଟ ନେଇ ମନକୁ ସ୍ଥିର ରଖି କାର୍ଯ୍ୟ କରନ୍ତୁ। ଦେଖିବେ କାର୍ଯ୍ୟ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରଗତି କରିବ। ଯଦି ମନ ସ୍ଥିର ରହୁନାହିଁ ସିଂହ ରାଶି ବ୍ୟକ୍ତି, ଆପଣ ଟିକେ ସଙ୍ଗୀତ ଶୁଣନ୍ତୁ କିମ୍ବା ମନୋରଞ୍ଜନ କିଛି କାର୍ଯ୍ୟକ୍ରମ ଶୁଣନ୍ତୁ କିମ୍ବା ଆପଣ ପ୍ରବଚନଟିଏ ଶୁଣନ୍ତୁ। ଦେଖିବେ ମନ ସ୍ଥିର ରହିବ, କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢିବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ କେତେକାଂଶର ଅସଫଳତା ସାମ୍ନା କରିବାକୁ ପଡିବ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆଜି ନିଶ୍ଚିତ ଅନେକ କ୍ଷେତ୍ରରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ବିଶେଷ କରି ଯୌନ ବ୍ୟାଧି ରହୁଛି। ତେଣୁ ଧ୍ୟାନ ପୂର୍ବକ ପ୍ରେମ ସମ୍ବନ୍ଧରେ ସମ୍ପର୍କ ରଖନ୍ତୁ, ନହେଲେ ଦୂରତା ଅବଲମ୍ବନ କରନ୍ତୁ। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ପରିବାରର ଶତ୍ରୁ ବୃଦ୍ଧି, ନିଜ ଭିତରେ କଳହ ହବାର ସୃଷ୍ଟି ରହୁଛି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ ଏବଂ ପାରିବାରିକ ସମ୍ପର୍କ ସ୍ଥିରତା ଆଣିବାକୁ ପାଇଁ ଚେଷ୍ଟା କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ଅନେକ କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ଧ୍ୟାନ ପୂର୍ବକ ନିଜର ବ୍ୟବସାୟ ବାଣିଜ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ କିଛି ସ୍ଥିର ରହି କାର୍ଯ୍ୟ କରନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବୃଦ୍ଧି ହୋଇପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ଆଜି ତାହାର ବୃଦ୍ଧି ହବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ପ୍ରକାର ସିଦ୍ଧି ଯୁଗ ରହୁଛି, ଭାଗ୍ୟ ଉଦୟ ଯୁଗ ରହୁଛି। ତତ୍ସହିତ କର୍ମକ୍ଷେତ୍ରରେ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦଉଛନ୍ତି, ଯାହା ଆପଣଙ୍କର ଭାଗ୍ୟ ରାଶିରୁ ଜଣା ପଡୁଛି। ତେଣୁ କନ୍ୟା ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟ ସଫଳତା ସହିତ ନିଜର କର୍ମକ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ଦେବ। ଚାକିରି ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିବ। ତତ୍ସହିତ ନିଜର ଚାକିରି ସମ୍ବନ୍ଧ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ଅତି କ୍ଷଣ ସମୟରେ ସମ୍ପୂର୍ଣ୍ଣ କରିବେ ଏବଂ ଉତ୍ସାହିତ ସହିତ ଆନନ୍ଦିତ ରହିବେ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଭାଗ୍ୟ ଯାହାକି ଉଦୟ ଯୁଗ ରହୁଥିବାରୁ ନିଜର ବିଦ୍ୟା ପ୍ରାପ୍ତ କରିବାର ସଫଳତା ଯୁଗ ହୋଇପାରେ। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସେଥିରେ କୃତକାର୍ଯ୍ୟ କରିବେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ସହିତ ରୋମାଣ୍ଟିକ ପରିବେଶ ସୃଷ୍ଟି ହୋଇପାରେ। ତତ୍ସହିତ କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରେ ଜଣା ପଡୁଛି।
आज कन्या राशि व्यक्तिंकर व्यवसाय क्षेत्र में आपण अनेक प्रकार सफलता पाइबे। तेणु व्यवसाय रे आपण जेकोसी निष्पत्ति नबा पई आज उत्तम दिन होई पारे। आज कन्या राशि व्यक्तिंकर जहाँकि स्वास्थ्यगत दृष्टि देखिले आपणकर स्वास्थ्य संपूर्ण ठीक रहिबो, जहाँ आपणक भाग्य राशि रु जना पड़ुची। तेबे आज कन्या राशि व्यक्तिंकर भाग्य संख्या रही 5 एवं भाग्य रंग रहुची जहाँकि आपण मिश्रित धला रंग बा मिश्रित नाली रंग आपण यूज करि परिबे। एवं ग्रह माने आपण को आज जहाँकि 95% साथ दउछंती। एबे चलंतु जानिबा तुला राशि व्यक्ति विषय। तुला राशि व्यक्ति आज आपणकर भाग्य जहाँकि सुख प्राप्त करिवार जुग रहुची। अनेक क्षेत्र रे आपण जोठी कंपटीशन चली तुला राशि व्यक्ति सेथिरे निश्चित विजय हबार चांस रहुची। तत्सहित निजर चाकरी संबंध रे कार्य कृत कार्य करी सफलता प्राप्त करिवार पूर्ण जुग रहुची तुला राशि व्यक्तिंकर। आज तुला राशि व्यक्तिंकर पारिवारिक भल संपर्क रहिबो। तत्सहित प्रेम दुनिया रे आपण जहाँकि बहुत आनंदित रोमांटिक परिवेश सृष्टि करिवो, जहाँ आपणक भाग्य राशि रु जना पड़ुची। तेबे तुला राशि व्यक्ति आज राजनीतिक सामाजिक क्षेत्र रे आपणकर उच्च सम्मान प्राप्त करिवार जुग रहुची, जहाँ आपणक भाग्य राशि रु जना पड़ुची। आज तुला राशि व्यक्तिंकर व्यवसाय क्षेत्र रे आपण अनेक प्रकार लाभ पाइबार पूर्ण सुजोग दउची। तत्सहित तुला राशि व्यक्ति आज जहाँकि शिक्षार्थी विद्यार्थी मानक पई उत्तम जुग रहुची। जदि इंटरव्यू एग्जाम थिबो निश्चित कृत कार्य करिवे, जहाँ आपणक भाग्य राशि रु जना पड़ुची। तेबे तुला राशि व्यक्ति आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्व जदि स्वास्थ्य समस्या थिबो ताहार ठीक हेबो। तत्सहित मानसिक स्तर रे मध्ये आपण पूर्ण सुस्थ रहिबे। एवं आपणकर आज भाग्य संख्या रहिची तुला राशि व्यक्तिंकर 1 एवं भाग्य रंग रहुची हलदी रंग यूज करि पारिबे। एवं ग्रह माने आपण को आज 95% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज मानसिक स्तर रे अस्थिरता रहिबो। आकस्मिक भावे किछि कार्य रे आपणकर अवहेला जुगु ता भूल हबो, जहाँ पई आपण अनेक प्रकार चिंता करि पारंती एवं मानसिक स्तर रे दुर्बल होई पारंती। बिछा राशि व्यक्ति निज चाकरी संबंध रे बिछा राशि व्यक्ति आज आगु को बढ़िबा भारी कष्टकर। अनेक प्रकार चाप आसीबो, जहाँ कि आपण निजर कार्य रे अवहेला हबार प्राप्त जुग रहुची। तेणु ध्यान पूर्वक निजर कार्य करंतु बिछा राशि व्यक्ति। आज पारिवारिक अशांति सृष्टि हेबो, विशेष करी निज भितरे जहाँ कि कलह युक्त रहुची। तेणु निश्चित यह प्रति सचेतन रुहंतु बिछा राशि व्यक्ति। तेबे प्रेम जो माने करूछंती सेमानक पई आज उत्तम दिन होई न पारे, जहाँ आपणक भाग्य राशि रु जना पड़ुची। तेबे शिक्षार्थी विद्यार्थी मानक पई आज बिछा राशि व्यक्तिंकर मध्यम धरणर जहाँ कि आपणकर पाठ पढ़ा पढ़ी रे जुग रहुची। तेबे आज बिछा राशि व्यक्ति व्यवसाय रे आपण निश्चित सावधान रुहंतु एवं अनेक प्रकार क्षति जुग रहुची। तेणु ध्यान पूर्वक बिजनेस करंतु। आवश्यक स्थले आपण निश्चित योजना प्रस्तुत करी व्यवसाय करंतु। देखिबे सेतिरे सफलता निश्चित अग्रगति करिवे। आज जहाँ कि बिछा राशि व्यक्तिंकर राजनीतिक एवं सामाजिक क्षेत्र रे आपणकर दक्षता वृद्धि जुग रहुची, जहाँ आपणक भाग्य चक्र रु जना पड़ुची। तेबे आज बिछा राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रही पारंती, कौनसी स्वास्थ्य समस्या रही न पारे। आज बिछा राशि व्यक्तिंकर भाग्य संख्या रही 8, भाग्य रंग रहुची धला रंग एवं ग्रह माने आपण को आज 65% साथ दउछंती। एबे चलंतु जानिबा धनु राशि व्यक्तिंक विषय। धनु राशि व्यक्ति आज निजर कार्य रे आपण सफलता आड़कू धीरे धीरे अग्रगति करिवे। कार्य करिबा समय आपण राजसम्मान प्राप्त करिवार पूर्ण जुग रहुची। तत्सहित निजर चाकरी संबंध रे भाग्य जुग उदय जुग रहुची। तेणु निजर कर्म क्षेत्र सहित चाकरी संबंध रे कार्य धनु राशि व्यक्ति आज पूर्ण सफलता एवं आपण को निश्चित कार्य कौशल द्वारा आपण प्रशंसार प्राप्त बा प्रशंसार पात्र बनै जाई पारंती। उपरस्थ कर्मचारी आपण को निश्चित प्रशंसा करिवे, जहाँ आपण भाग्य राशि रु जना पड़ुची धनु राशि व्यक्तिंकर। आज धनु राशि व्यक्ति राजनीतिक सामाजिक क्षेत्र रे आपणकर सफलता जुग रहुची एवं आपणकर दक्षता सांगठनिक कार्य
निश्चित आपन उच्च स्तर को पहुंचेइबो धनुराशि व्यक्तिंकर। आज धनुराशि व्यक्तिंकर पारिवारिक संपर्क आपण समस्त मिलिमिशि रहिबार पूर्ण सुजोग देई पारे। आज धनुराशि व्यक्तिंकर जहा कि प्रेम दुनिया रे आपण महा आनंद रे दिन कटिबे तत्सहित रोमांटिक परिवेश सृष्टि करि पारे। तेबे आज धनुराशि व्यक्तिंकर शिक्षार्थी विद्यार्थी मानक पई संपूर्ण उत्तम दिन होई पारे जहा आपनक भाग्य राशि जना पड़े तत्सहित इंटरव्यू एग्जाम थिले सेत्रे कृत कार्य करिवार अनेक सुजोग दउछि। तेबे आज धनुराशि व्यक्तिंकर स्वास्थ्यगत दृष्टि देखिले आपनकर किछि स्वास्थ्य समस्या आपनक पई चिंतार कारण होई पारे। तेणु ध्यान पूर्वक निजर स्वास्थ्य केमिति खराब न होबो ता पई सचेतन रुहंतु। आज धनुराशि व्यक्तिंकर भाग्य संख्या रहिछि 2। भाग्य रंग आपण धूसर रंग यूज करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज प्रत्येक कार्य रे आपणकर जहा कि सफलता सहित निजर ख्याति अर्जन करिवार पूर्ण जुग रहुछि। तत्सहित आज कर्म क्षेत्र आगो को बढ़िबा सहित महासुख प्राप्त करिवार पूर्ण सुजोग रहुछि जहा आपणक भाग्य राशि रे जणा पडुछि। आज मकर राशि व्यक्ति जहा कि चाकरी संबंध रे भाग्य आपनको पूर्ण साथ देबो जहा आपनको राशि चक्र जणा पडुछि। कर्म क्षेत्र रे आगो को बढ़िबा सहित शिक्षार्थी विद्यार्थी मानक पई उत्तम दिन हबो। जदि इंटरव्यू एग्जाम थिबो सेत्रे कृत कार्य करिवे जहा आपनको भाग्य राशि रे जणा पडुछि। तेबे मकर राशि व्यक्ति आज प्रेम दुनिया रे महा आनंद रे दिन कटिबा सहित पारिवारिक सफलता रहिबो। निज भितरे पूर्व जदि किछि अस्थिरता संपर्क थिबो ताहा निश्चित दूरीभूत होबार अनेक चांस रहुछि। आज मकर राशि व्यक्ति शत्रु मानक ठारू जहा सहित आपनकर झगड़ा किछि विचारधीन कार्य थिबो किबा काहा सहित कंपटीशन थिबो आपण सेथिरे विजय हेबे जहा आपनक भाग्य राशि रे जणा पडुछि। आज मकर राशि व्यक्ति राजनीतिक सामाजिक क्षेत्र रे आपनकर भाग्य पूर्ण शुभजुग स्थिति थिबारु आपण जने दृढ़ राजनीतिक एवं सामाजिक क्षेत्र रे एक दक्षता रूपे व्यक्ति रूपे परिचित होबार अनेक चांस रहुछि। आज मकर राशि व्यक्तिंकर व्यवसाय क्षेत्र रे आपण अनेक प्रकार लाभ प्राप्त करिवे। तत्सहित अर्थजनित जेकोसी निष्पत्ति नबा पई आपनकु अनेक प्रकार लाभ प्राप्त परवर्ती स्टेप रे देई पारे। आज जहा कि मकर राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे कोनोसी स्वास्थ्य समस्या रहिबो नाही। आज मकर राशि व्यक्तिंकर भाग्य संख्या रहिछि 1। भाग्य रंग रहुछि सुनेली रंग यूज करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज कर्म क्षेत्र रे आपणकर सौभाग्य प्राप्त करिवार पूर्ण शुभ जुग रहुछि जहा आपणकर राशि चक्र जणा पडुछि। आज कुंभ राशि व्यक्ति अनेक प्रकार शुभ जुग रहिथिबारु चाकरी संबंध रे आपणकर कार्य सफलता सहित अनेक सुख प्राप्त करिबा सहित निजर कार्य गुडी को चाकरी संबंध रे अनेक अल्प समय भितरे आपण पूर्ण करिवे जहा कि आनंदित प्राप्त होई पारंती। तत्सहित मन भितरे अनेक आनंद रहिबा सहित शिक्षार्थी विद्यार्थी मानक पई आज आगो को बढ़िबा सहित इंटरव्यू एग्जाम थिले सेथिरे कृत कार्य करिवे जहा कुंभ राशि व्यक्ति राशि चक्र जणा पडुछि। आज कुंभ राशि व्यक्ति जहा कि पारिवारिक संपर्क भल रहिबो। तत्सहित प्रेम दुनिया रे आपण निश्चित जणे रोमांटिक परिवेश व्यक्ति रूपे परिचित होई पारंती एवं किछि भल वार्तालाप करिवार सुजोग देई पारंती कुंभ राशि व्यक्तिंकर। आज कुंभ राशि व्यक्तिंकर राजनीतिक सामाजिक क्षेत्र रे आपनकर दक्षता वृद्धि जुग रहुछि जहा आपनकर राशि चक्र जणा पडुछि। आज कुंभ राशि व्यक्तिंकर व्यवसाय क्षेत्र रे आपण अनेक प्रकार लाभ प्राप्त करि पारंती। तत्सहित व्यवसाय जनित कोनोसी निष्पत्ति नबा पई आपनकु निश्चित परवर्ती स्टेप रे अनेक लाभ प्राप्त करिवार सुजोग देई पारे। आज कुंभ राशि व्यक्तिंकर स्वास्थ्यगत दृष्टि देखिले आपण पूर्वरु जदि किछि स्वास्थ्य समस्या थिबो ता ठीक होबार अनेक चांस रहउछि जहा आपनक राशि चक्र जणा पडुछि। आज कुंभ राशि व्यक्तिंकर भाग्य संख्या रहिछि 5। भाग्य रंग रहुछि आपण मिश्रित कला रंग यूज करि परिबे एवं ग्रह माने आपण को आज 90% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज दिनटी आपणकर आज अनेक जहा कि चाप सृष्टि हेबो मानसिक स्तर आपण दुर्बल हेबे। तत्सहित आकस्मिक भावे आपण को किए विश्वासघात करि पारंती। तेणु मीन राशि व्यक्ति या प्रति सचेतन रुहंतु। कार्य रे विफलता जुग रहुछि तत्सहित मानहानि जुग रहुछि तेणु ध्यान पूर्वक मीन राशि व्यक्ति कार्य करंतु। तत्सहित चाकरी संबंध रे अनेक प्रकार
चाप बढ़िबो जहा पई आपण मानसिक स्तर दुर्बल अस्थिर होई पारंती मीन राशि व्यक्ति। तेणु सचेतन सहकारे कार्य करंतु आवश्यक स्थले योजना प्रस्तुत करी कार्य करले मीन राशि व्यक्ति धीरे धीरे सफलता आड़क अग्रगति करिवे। आज मीन राशि व्यक्ति जहाँकि प्रेम दुनिया रे आपण अस्थिरता रहिबे जहा आपण भाग्य चक्र जना पड़ुछि। तेबे पारिवारिक संपर्क आज आपणकर कलहयुक्त रहुछि। तेणु ध्यान पूर्वक निजर पारिवारिक संपर्क स्थिरता आनिबा पई चेष्टा करंतु मीन राशि व्यक्ति। आज मीन राशि व्यक्ति शिक्षार्थी विद्यार्थी मानक पई आज उत्तम दिन होई न पारे जहा आपणक भाग्य राशि रे जना पड़ुछि। तबे मीन राशि व्यक्ति आज व्यवसाय रे आपण लाभ प्राप्त करि पारंती एवं जदि स्वास्थ्यगत दृष्टि देखिले आपणकर स्वास्थ्य समस्या बढ़ी पारे। तेणु स्वास्थ्य प्रति सचेतन रुहतु। पूर्व जदि स्वास्थ्य समस्या थी आज आहरी अनेक बढ़ी जबार चांस रहुछि। तेणु ध्यान पूर्वक मीन राशि व्यक्ति स्वास्थ्य प्रति सचेतन रुहतु। आज मीन राशि व्यक्ति भाग्य संख्या रही 4, भाग्य रंग रहुछि सबुज रंग एवं ग्रह माने आपण को आज 45% साथ दउछंती। ओम विष्णवे नमः। नमस्कार।